पठन करबा एक्टिविटी करबा समस्त बही पढ़ा आमे तो किसी पढ़ीचे आमे द्वितीय श्रेणी रो पिला छोट छोट पिला आम बही जहाँ अच्छी पाठ आमे किसी अच्छी पढ़ा भाई तमे एबे पढ़ पहर बेड़ा होइଥାଏ ଅନୁପରିତ ଖଟାରେ ଶୋଇଥାଏ ସମୁଦି ଗଧିଆଙ୍କ କଥା ତାର ମନେ ପଡ଼ିଲା ସମୁଦି ଘରକୁ ବହୁତ ଦିନ ହେଲା ଯାଇ ନାହିଁ ଭାବିଲା ମୁଁ ସମୁଦି ଘର ଆଡ଼ୁ ବୁଲି ଆସିବ ସମୁଦି ଘରକୁ ଗଲା ଦ୍ୱାରରେ ଠକ୍ ଠକ୍ କଲା ଗଧିଆ ଧୀର ସ୍ୱରରେ ହଁ କହିଲା ଠକ୍ ଠକ୍ ଶୁଣି ଦ୍ୱାର ଖୋଲିଲା ହନୁବୈଦ ତା ମୁହଁ ଦେଖି ପଚାରିଲା କ'ଣ ହୋଇଛି ସମୁଦି ତୁମର ମୁହଁ ଶୁଖିଲା ଦିଶୁଛି ଗଧିଆ କହିଲା କିଛି ଦିନ ହେଲା ଜ୍ୱର ହୋଇଛି ଜ୍ୱର ହେବାର କାରଣ ବିଷୟରେ ହନୁବୈଦ ପଚାରିଲା ଗଧିଆ କହିଲା କ'ଣ କହିବି ସମୁଦି ବିଲେଇ ନନୀର ମିଠା ଦୋକାନକୁ ଯାଇଥିଲି ସେଠି ମିଠା ସିଙ୍ଗଡ଼ା ଓ ଆଳୁଚପ ସେଗୁଡ଼ାକ ବାସି ଜିନିଷ ଖରାପ ହୋଇଯାଇଥିଲା ବିଲେଇ ନନୀର ସରାଗ ଦେଖି ମନା କରିପାରିଲି ନାହିଁ ଖାଇଦେଲି ସିନା ଘରକୁ ଫେରିଲା ପରେ ପେଟ ଖରାପ ହୋଇ ଝାଡ଼ା ହେଲା ତା ପରଠୁ ତ ଜ୍ୱର ସେଥିରେ ଆଗରୁ ଥିବା ଶ୍ୱାସରୋଗ ବାହାରି ପଡ଼ିଲା ଭାରି ଧଇଁ ସଇଁ ଲାଗୁଛି ଭଉଣୀ ତମକୁ ଏବେ ପଢ଼ିବାକୁ ଦିଆଯାଇଛି ବହି କିଛି ପଢ଼ିକି ଶୁଣାଅ ପଢ଼ ବେଳା ହୋଇଥାଏ ହନୁବୈଦ ଖଟରେ ଶୋଇଥାଏ ସମୁଦି ଗଧିଆଙ୍କ କଥା ତାର ମନେ ପଡ଼ିଲା ସମୁଦି ଘରକୁ ବହୁତ ଦିନ ହେଲା ଯାଇ ନାହିଁ ବାହାରିଲା ସମୁଦି ଘର ଆଡ଼ୁ ବୁଲି ଆସିବ ସମୁଦି ଘରକୁ ଗଲା ଦ୍ୱାର ଠକ୍ ଠକ୍ କଲା ଗଧିଆ ଧୀର ସ୍ୱରରେ ହଁ କହିଲା ଠକ୍ ଠକ୍ ଶୁଣି ଦ୍ୱାର ଖୋଲିଲା ଭଉଣୀ ତମକୁ ଏବେ କିଛି ବହି ପଢ଼ିବାକୁ ଦିଆଯାଇଛି ତମେ ପଢ଼ିକି ଦିଦିଙ୍କୁ ଶୁଣାଇବ ହେଲା ପଢ଼ ଦିନ ସରି ଆସୁଥାଏ ବର୍ଷା ନଥାଏ ଅସହ୍ୟ ଗରମ ପର୍ବତ ପାଖ ପଡ଼ିଆରେ ବିଲୁଆ ଓ ଠେକୁଆ ବସିଥିଲେ କ୍ରିକେଟ ଖେଳ ଉପରେ ଆଲୋଚନା କରୁଥିଲେ ବିଲୁଆ କହିଲା ଠେକୁଆ ଭାଇ ଆମେ ଟିକେ କ୍ରିକେଟ ଖେଳ ଖେଳିବା ନାହିଁ ଠେକୁଆ ତା କଥାରେ ହଁ କରିଲା ଖେଳ ପୂର୍ବରୁ ସଭାଟିଏ ବସିବ ବାଟରେ ରହୁଥିବା ମୂଷା ଓ ସାପକୁ ବିଲୁଆ ଖବର ଦେଲା ଗଛର ଖୋଲ ଭିତରେ ରହୁଥିବା ବାଘ ଭାଲୁକୁ ବି ଡକାଗଲା ଗଛ କୋରରେ ରହୁଥିବା ଶାଗୁଣା ପେଚ କାଠହଣା ଆଦି ପଶୁ ପକ୍ଷୀଙ୍କୁ ମାଙ୍କଡ଼ ଖବର ଦେଲା ପାଣିରେ ଥିବା ଜୀବ ବେଙ୍ଗ କଇଁଛ ମଗର ଓ ଚିଙ୍ଗୁଡ଼ିଙ୍କୁ କଙ୍କଡ଼ା ଖବର ଦେଲା ସଭା ବସିଲା ଖେଳ ଦିନ ଠିକ୍ ହେଲା ବିଲୁଆ ଗୋଟାଏ ଦଳର କ୍ୟାପ୍ଟେନ୍ ଅନ୍ୟ ଦଳର କ୍ୟାପ୍ଟେନ୍ ଠେକୁଆ ଖାଇବା ପାଇଁ ଆଜି ପିଲାମାନଙ୍କ ଦ୍ୱାରା ବହି ପଠନ କରାଗଲା ପିଲାମାନେ ବହୁତ ସୁନ୍ଦର ଭାବରେ ବହି ପଢ଼ିଲେ ଏମିତି ତମେ ବହି ପଢ଼ିବ ସବୁବେଳେ ବହି ପଢ଼ିବା ଅଭ୍ୟାସ ରଖିଲେ ପାଠ ଭଲ ହେବ ଆଉ ଶୀଘ୍ର ତମେ ପାଠକୁ ପଢ଼ିପାରିବ ହେଲା।